ସ୍ୱାଗତ କରୁଛି ମୁଁ ଆପଣଙ୍କୁ ଆମ ଗାଣ୍ଡି ଗୋଟା ପଡ଼କାଷ୍ଟକୁ। ମୁଁ ଗାଣ୍ଡୁ ଆମ ସବୁ ଆଜି ଅଛନ୍ତି ଜଣେ ପ୍ରେମିକ, ତାଙ୍କ ପାଖରୁ ଆମେ ଜାଣିବା କି କେମିତି ଜଣେ ପ୍ରେମରେ ପଡ଼େ, କେମିତି ପାଗଳ ହୁଏ, କେମିତି ଭଲ ପାଇବା ହୁଏ, କେମିତି କ'ଣ ହୁଏ। ତ ସବୁକିଛି ଆମେ ଜାଣିବା ଆଜି ପଡ଼କାଷ୍ଟ ମାଧ୍ୟମରେ। ତ ଆମେ ସ୍ୱାଗତ କରୁଛୁ ସେଇ ପ୍ରେମିକକୁ। ଇଏ ହେଉଛନ୍ତି ସେଇ ପ୍ରେମିକ। ତ ସ୍ୱାଗତ କରନ୍ତୁ ପ୍ରେମିକ ଝାଟିଆକୁ। ଟେନସନ୍ ନାହିଁ, ତୁ କହିବି ପୁରା କାଲି ଦେଖା ହବ, ଆମେ ଯିବା ସାଡ଼େ ବୁଲାବୁଲି କରିବା। ଖାଲି ତ କିଛି ଦେର। ହ୍ୟାଲୋ ଝାଟିଆ ବାବୁ, ଶୁଣୁଛନ୍ତି? ଭାଇ ରବେ ବକର ବସର ନା କହିଲ ଏଇଠି ଧନ ରୁଆ ଟିକେ ଖାଲି ରୁହ ନା, ଏଠି ଗାଁ ମସ୍ତାନ ଷ୍ଟାର୍ଟ କରିସାରିଲେ, ଖାଲି ଟିକେ ରୁହ, 5 ମିନିଟ୍ ଛାଡ଼ି କହିଲେ ପ୍ଲିଜ୍। ହେଲା 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 ନା? ହଉ କୁହନ୍ତୁ ସାର୍, କୁହନ୍ତୁ। ଆପଣ ଏବେ କାହା ସହ କଥା ହେଉଥିଲେ? ତ ମୁଁ ଏବେ ମୋ ଧନ ସହିତ କଥା ଅଛି। ମୁଁ ଖେଳି ମୋ ବୁଝି ଜାଣିବ ସବୁ ମୋର ସବୁ ସିଏ ମୋ ଜୀବନଟା। ତ ଆପଣ ଏମିତି କଥା ହେଉଛନ୍ତି, ଆପଣ ତ ଭଲସେ କଥା ହେଇପାରିବେ। ଆଜ୍ଞା ଶୁଣନ୍ତୁ, ଯଦି ଆମେ ଏମିତି କଥା ହେବୁ ନା, ତାହେଲେ ଆମକୁ ମଦ ସମାଜରେ ଛଅ ବୋଲି କହିଦେବ। ଛଅ ତ ଆପଣ ଏଇଠି ତ ଭଲସେ କଥା ହେଇପାରିବେ। ଏଇଠି ହଁ ଯାହା କହିବ କହ ତୁ କହ। ଏମିତି ଗର୍ଜି କଥା ହେଉଛନ୍ତି, ଆରାମସେ କଥା ହେଉନାହାନ୍ତି। ପଚାର କ'ଣ ପଚାରିବ? ଭାଇ ଦେখ লিমিট ক্রস করছো, ইয়াপরে আমি রইবিনি, পরে ইউনিট ছাড়ি চলে। ଆଉ ଛାଡ଼ ସେ ପଚାର ଯାହା ପଚାରିବାର ଅଛି ପଚାର। ତ ଆପଣଙ୍କ ପ୍ରଥମ ଭଲ ପାଇବା ବିଷୟରେ କିଛି କୁହନ୍ତୁ। କେମିତି ମାନେ କେମିତି ଲଭ୍ ହେଇଥିଲା, କେମିତି ଫିଲିଙ୍ଗସ୍ ଥିଲା, ତାପରେ କିଏ ଟାଇପ୍ର ଇମୋସନ୍ ଥିଲା, କିଏ ଆପଣଙ୍କ ଫାଷ୍ଟ ଲଭ୍, ତାଙ୍କ ନାଁ ଏମିତି କିଛି। ଫାଷ୍ଟ ଲଭ୍ କଥା କହିଲେ ଯେ, ମୁଁ ଗୋଟେ ବଡ଼ ମେଳାକୁ ଯାଇଥିଲି, ତ ଗୋଟେ ଝିଅ ସହିତ ବହୁତ ଧୋକା ହେଇଥିଲା ଆମର। ଓ ତ ଆପଣଙ୍କ ଭଲ ପାଇବା ସେଇଠୁ ଆରମ୍ଭ ହେଲା? ନା ନା ସାର୍, ସେଇଠି ମୋତେ ବାନ୍ଧିକି ମାଡ଼ ହେଇଥିଲା ବହୁତ। ମୁଁ ଗୋଟେ ବାହାଘର ଯାଇଥିଲି ନା, ସେଇଠି ମୋର ଫାଷ୍ଟ ଲଭ୍ ହେଇଥିଲା। ତାକୁ ଆଖିରେ ମୁଁ ପାଣି ଗ୍ଲାସ୍ ଦେଇ ପଠେଇଥିଲି। ନମ୍ବରଟା ମୋତେ ପୁରା 8 ପିଡ଼ି ମାରିଥିଲା, 8। ଓ ତ ଆପଣଙ୍କ ତାହେଲେ ମେଳାରେ ଆପଣ ମାଡ଼ ଖାଇଥିଲେ। ଠିକ୍ ଅଛି, ତାହେଲେ ଆପଣଙ୍କ ଭଲ ପାଇବା ତାହେଲେ ବାହାଘର ହୋଇଥିଲା। ତ କାହା ବାହାଘର ହେଇଥିଲା, କେମିତି କିଛି ସେଠି ଏକ୍ସପିରିଏନ୍ସ ଥିଲା ଆପଣଙ୍କ? ସାର୍ କାହା ବାହାଘର ନୁହେଁ, ଏଇ ଆମ ଗାଁରେ ଗୋଟେ ବରଯାତ୍ରୀ ଡାକି ନଥିଲା ଆମର, ସେମିତି ଚଢ଼ିକି ପଳେଇ ଯାଇଥିଲି। ଖାଇଲା ବେଳେ ଝିଅଟାକୁ ଦେଖିକି ପ୍ରେମ ହେଇଯାଇଥିଲା, ହଉ ହଉ ହେଇଯାଇଥିଲା। କିନ୍ତୁ ସେଠି ବି ସେଇଭଳିଆ କିଛି ହେଇଥିଲା। 4-5 ଦିନ କଥା ହେଲି, ତାପରେ ତା ଭାଇ ଜାଣିକି ଆମ ଘର ଆସିକି ମୂଷା ମରା ଦେଉଥିଲେ। ଓହୋ, ତାହେଲେ ତାଙ୍କ ଘରେ ଜାଣିଲେ କି ଆପଣଙ୍କୁ ମୂଷା ମରା ଆଣିକି ଦେଉଥିଲେ ଖାଇବା ପାଇଁ, ମାନେ ମାରିବାକୁ ଚେଷ୍ଟା କରୁଥିଲେ? ନାଇଁ ସାର୍, ମୋତେ ମାରିବ କ'ଣ ପାଇଁ? ଆରେ ତାଙ୍କ ଦୋକାନଟା ଆମ ଛକ ପାଖରେ ନା, ତ ତାଙ୍କୁ କଲ୍ କରିଥିଲେ ଯେ ଆମ ଘରକୁ ଆଣି ମୂଷା ମରା ଟିକେ ଦେଇଦିଅ, ଆମ ଘର ବହୁତ ମୂଷା ହେଇଗଲାଣି ନା, ସେଥିପାଇଁ। ତ ଆପଣଙ୍କ ଭଲ ପାଇବା ଆରମ୍ଭ କେମିତି ହେଲା ସେଟା କୁହନ୍ତୁ। ସାର୍ ଆରମ୍ଭଟା ତ କହିବି, ଆଉ ଶେଷ କଥାଟା କହିବି ନା ସାର୍, କହିବି ନା ଭାଇ, ଲାଜ ରହୁଛି। ଆରେ ଆରେ ଲାଜ କରିବାର କ'ଣ ଅଛି, ଆରାମସେ ଆପଣ କହିପାରନ୍ତି, ବିନ୍ଦାସ କୁହନ୍ତୁ। এটা কোন বস্তু বলছে বস্তু? ସାର୍ ଆପଣ ତ କହିଲେ ବିନ୍ଦାସ ବସନ୍ତୁ ବୋଲି, କହୁଛି ଶୁଣ। ସାର୍ ମୁଁ ଦିନେ ଗାଁ ପୋଖରୀ ପାଖକୁ ଯାଇଥିଲି କାମ କରିବା ପାଇଁ। ତ ସେଇଠି ମୁଁ ତାକୁ ଡାକିଥିଲି ଦେଖା କରିବା ପାଇଁ। ଭୁଲ କଲ୍ କରିକି ତା ମାଆକୁ କହିଦେଇଛି ପୋଖରୀ ପାଖକୁ ଆସ। ସେଇଠି ପିଟିଥିଲେ ଆଉ। ଓ ତ ତାହେଲେ ଆପଣଙ୍କର ଏମିତି ଟେକ ହେଇଥିଲା। ତ ଆପଣଙ୍କର ମାନେ ଏଇ କାମରେ କେତେ ବର୍ଷ ହେଲାଣି ପାଖାପାଖି? ସାର୍ ମୁଁ ଏଇ ପଦରେ 25 ବର୍ଷ, ଦୀର୍ଘ 25 ବର୍ଷଠୁ ମୁଁ ଅଛି ଏଇ ପଦରେ। ମାନୁଛି ମୋର 19 ବର୍ଷ, କିନ୍ତୁ 25 ବର୍ଷର ଅଛି। କାହିଁକିନା ସମସ୍ତେ ମୋତେ ଷଷ୍ଠରୁ ନଷ୍ଟ ବୋଲି, କିନ୍ତୁ ମୋର କ'ଣ ଅଛି, ମୋତେ ପ୍ରଥମରୁ ନଷ୍ଟ। ଆଚ୍ଛା, ତ ଆପଣଙ୍କର ଏମିତି ଟେକ ହେଇଥିଲା। ତ ଆପଣ ଆମକୁ ଏତିକି କହିପାରିବେ କି ପ୍ରାୟ ଟାଇମ୍ ମୁଁ ବହୁତ ଦେଖିଛି କି ଯେଉଁ ସବୁ ଲଭ୍ରେ ସେମାନେ ପଢ଼ିଥାନ୍ତି, ମାନେ ଘଣ୍ଟା ଘଣ୍ଟା କଥା ହୁଅନ୍ତି, 23 ଘଣ୍ଟା 24 ଘଣ୍ଟା, ମାନେ ଦିନ ଦିନ ରାତି ରାତି ଏମିତି କଥା ହୁଅନ୍ତି। ତ ସେମାନେ ଏତେ କ'ଣ କଥା ହୁଅନ୍ତି, କ'ଣ ଆପଣ ବି ଏମିତି କଥା ହେଇଛନ୍ତି? ଆଜ୍ଞା ସାର୍, ଲୋକମାନେ ତ ଏମିତି 2 ଘଣ୍ଟା 3 ଘଣ୍ଟା 5 ଘଣ୍ଟା 24 ଘଣ୍ଟା କଥା ହୁଅନ୍ତି, କିନ୍ତୁ ମୋର ଥିଲା ଯେ କଥା ହେଉଥିଲି ଏବେ, ତା ସହିତ ମୁଁ ଦୀର୍ଘ 4 ମାସ କଥା ହେଇଛି, ମାନେ ଦିନ ରାତି ଦିନ ରାତି ଦିନ ରାତି। ଏବେ ଆପଣ କ'ଣଟା କାଟିଲେ ଆପଣଙ୍କ ପାଇଁ?
ତାଙ୍କୁ 5 ମିନିଟ୍ ଥରେ ଆପଡ଼େଟ୍ ଦେଇଥିବି ସେ ମୋତେ 6 ଥର କଲ୍ କରିସାରିଲେଣି। ଓ ତାହେଲେ ଏଇ ଭିତରେ ଆପଣ 6 ଥର କଲ୍ ଆସିସାରିଲାଣି। ତ ଆପଣ ଟାଇମ୍ ମ୍ୟାନେଜମେଣ୍ଟ କେମିତି କରନ୍ତି? ମାନେ ଏତେ ଭିତରେ ଯେଉଁ କଥା ହୁଅନ୍ତି ତାପରେ ବି କାମ ସବୁ ରହିଛି ତ ମ୍ୟାନେଜ୍ କେମିତି କରନ୍ତି ଆପଣ? ଟାଇମ୍ ସାର୍ ମୋବାଇଲ ତ କାନରେ ରହିଲା ନହେଲେ ହେଡ଼ଫୋନ୍ ଲଗେଇଦେଲି କଥା ହେଲି ଟାଇମ୍ ଜଣା ପଡ଼େନି। ଯେତେବେଳେ ବି ଗାର୍ଲଫ୍ରେଣ୍ଡ ସହିତ କଥା ହେଲା ବେଳେ କାମ କରାଯାଏ ଟାଇମ୍ ଜଣା ପଡ଼େନି ସାର୍। ଆଚ୍ଛା ତ ଆପଣ ଯେଉଁ ଏତେ ରାତି ରାତି କଥା ହୁଅନ୍ତି କ'ଣ କଥା ହୁଅନ୍ତି ଏତେ? ଆମେ ରାତି ରାତିରେ କଥା ହଉ ଆମେ ଫ୍ୟୁଚର୍ କଥା ହଉ। ଆଚ୍ଛା ତ ଆପଣ ଫ୍ୟୁଚର୍ ବାବଦରେ କଥା ହୁଅନ୍ତି ତ କ'ଣ କଥା ହୁଅନ୍ତି ଆପଣ? ଫ୍ୟୁଚର୍ ମାନେ ହେଲା ସାର୍ ଯେ ମୋ ପୁଅ ନା କ'ଣ ରହିବ ମୋ ଝିଅ ନା କ'ଣ ରହିବ ମୁଁ ତାକୁ ଡେଲି କ'ଣ ଡାକିବି କୁଆଡ଼େ କୁଆଡ଼େ ବୁଲିବା ପାଇଁ ନେବି ଆଉ କୁଆଡ଼େ କୁଆଡ଼େ ଯିବା ବୁଲିବା ପାଇଁ ସେଇଟା ସବୁ ଆମେ କଥା ହଉ। ଓ ଏଇଟାକୁ ଆପଣ ଫ୍ୟୁଚର୍ ପ୍ଲାନ୍ କହୁଛନ୍ତି? ଫ୍ୟୁଚର୍ କଥା ସାର୍ ଯେ ଯଦି ଆମର ପୁଅଟା ହେଲା ପାଠ ପଢ଼ିଲା ତାର ଯେଉଁ ହୋମୱାର୍କଟା ଦେଇଥିବେ ସେଇଟା ଯଦି ସିଏ ନ କରିପାରିଲା ଆମ ଭିତରୁ କିଏ କରିବ ଯଦି ନ କରିକି ଦେଲେ ତାଙ୍କ ସ୍କୁଲର ମାଡ଼ ହେବ ସେଇ ଆମେ କଥା ଓ ହଉ। ଆଚ୍ଛା ସେଇ କଥା ନେଇ କାଲି ରାତିରେ ଆମର ତାର ମୋର ଝଗଡ଼ା ହେଇଛି। ଆଚ୍ଛା ତ କାଲି ଆପଣଙ୍କ ଝଗଡ଼ା ବି ହେଇସାରିଲାଣି? ସେଇ ଝଗଡ଼ା ପାଇଁ କାଲି ତା ହୋମୱାର୍କ କରିପାରିଲା। ଆଚ୍ଛା ସେଇ କଥା ନେଇ ଯଦି ତାଙ୍କ ମ୍ୟାମ୍ ଯଦି କଲ୍ କଲେ ତ ମୁଁ କ'ଣ ଉତ୍ତର ଦେବି ଆପଣ କୁହନ୍ତୁ? ମ୍ୟାମ୍ କ'ଣ କରିବି? ଆପଣ ବାହା ହେଇସାରିଲେଣି କି? ଆରେ ସାର୍ ଫ୍ୟୁଚର୍ କଥା ଫ୍ୟୁଚର୍ ଆଚ୍ଛା ତ ଆପଣ ଫ୍ୟୁଚର୍ କଥା ଏତେ ଭାବି ସାରିଲେଣି ଆଉ ଯଦି ଫ୍ୟୁଚର୍ରେ ଆପଣଙ୍କ ବାହାଘର ନ ଲାଗି ସିଏ ଧୋକା ଦେଇଦେଲେ? ଯଦି ସେ ମୋତେ ଛାଡ଼ିକି ପଳେଇଲା ନା ସତ କହୁଛି ସାର୍